କଥାରେ ଅଛି ଆଜ୍ଞା, ଯେତେ ଭାଇ ସେତେ ଘର। ଯେତେ ଭାଇ ସେତେ ଘର ଅର୍ଥାତ୍ ଯେତେ ଜଣ ଘରର ଭାଇ ଅଛନ୍ତି ସେମାନେ ସମସ୍ତେ ଗୋଟେ ଗୋଟେ ନୂଆ ଘର କରିକି ସେଠିକି ଯିବାକୁ ଚାହାନ୍ତି ଏବଂ ରହିବାକୁ ଚାହାନ୍ତି। ଘର ଅଲଗା ହଉ ଆଜ୍ଞା, ଚୁଲି ଅଲଗା ହେଉ, କିନ୍ତୁ କେବେ ମନ ଅଲଗା ନାହିଁ ହଉ। ବାପା ମାଆଙ୍କର 6 ପୁଅ, ପଛେ 6ଟା ଘର କରନ୍ତୁ, 6 ଜାଗାରେ ଚୁଲି ଜଳୁ, କିନ୍ତୁ 6 ଜାଗାରେ ବାପା ମା ଭାଗବାଣ୍ଟ ହେଇକି ନ ରୁହନ୍ତୁ। 6ଟି ଚୁଲି ହଉ, 6ଟି ଘର ହଉ ମନା ନାହିଁ, କିନ୍ତୁ ମନ ଯେମିତି ଫାଳ ଫାଳ ହେଇକି 6 ଫାଳ ନ ହେଇଯାଉ। କାହିଁକି ନା ଜୀବନର ଶେଷ 6 ଖଣ୍ଡ କାଠ ହିଁ ଆମ ସମସ୍ତଙ୍କର ଭରସା। ଆଉ ସେଇ 6 ଖଣ୍ଡ କାଠ ବ୍ୟତୀତ ଆଉ କିଛି ନଥାଏ ଯିବା ବେଳକୁ। ଜିଅନ୍ତା ଭଗବାନ 2 ଜଣଙ୍କୁ ଆମେ ଫାଳ ଫାଳ କରିବାନି। ଆମ ଚୁଲି ନାଁରେ ଆମ ମନକୁ ମଧ୍ୟ ପରିବର୍ତ୍ତନ କରିବାନି। ଏହାକୁ ହିଁ ଧ୍ୟାନ ଦେବା ଆବଶ୍ୟକ। ଏଇ ତ ଜୀବନର କଥା।